हे भगवान मो स्वामी मत हेले मो समस्या रहे जड़े अपरिचित मनीष मत आश्रय देले मुए सब को मो से ईश्वर भगवान बोले भाभी से बाबू कहले आत्महत्या महापाप बोले हाँ मु आत्महत्या करें जते कष्ट कषणा हेउना कहीं मो स्वामी न पड़वा पर्यंत मुझे आश्रय रही हेले मो स्वामी रभित रूप मो मन को आकर्षित कर बिना केमी मु बंची पारि क्या भी हो से बाबू मत आश्रय दे मैंने कुड़िया मध्य निश्चय रही हाँ ये कुड़िया मध्य मु आश्रय देवी अरे तो मो सुषमा अरे कौन अच्छे एमती शई पड़ते ए सुषमा सुषमा ए सुषमा सुषमा ए प्रिया अरे कौन अच्छी ए सुषमा अरे बाबा कौन अच्छी कहीं तुम शई पड़ल तमें एठी केमिति कौन पर आसीछ मो पाखकू कौन पर आसी जानिछ ना ए प्रिया अरे मो से दिन तुमको बहुत बुझी प्रिया जानिछ ना से भूल को सुधारे पाई मु तुम पाखकू पुणी थरे चली आसी प्रेम अपेक्षा करने समय तुम्हें पुणी हे कुटिया रोच कौन कहले देखो तुम से सुषमा है क्यों नहीं मुझे अन्य अपरिचित मनीष गोटे भौणी भाव रही आसी दयाकर तुम एठ चली जाओ तुम पर तुम हाथ तुम शंका सिंदूर को पोछी देला और पुणी कौन पर आसीछ पुणी केते कष्ट दब मत प्रिया अरे से दिन मो जो भूलटा करी ना तार क्षमा नहीं प्रिया किंतु मुझे कान धरुची देख प्रिया कान धरी बहुत बसौची तमें मत क्षमा कर दिया प्रिया क्षमा कर दियो सता कहूँ प्रिया तमें जीवित मो ठारू दूरे जाइछ ना रही पारुनी सदा बेले तुम चेहरा सदा बेले तुम चेहरा मो आखि आगे नाचुची सदा बेले तुम ओठ तुम आखि सब बेले मो सामने झुकी जाऊँ प्रिया मो सत को सत पागल हो थाऊ बाबू तुम से मीठा मीठा कथा मो आगे कही जाओनी एमती मीठा मीठा कथा कहबू मो मथारे सिंदूर भरी मो हाथ में शंख दे पुणी मीठा मीठा कथा कह मो जीवन ना बाबा ना बाबू
ତମ ସୁଷମା ହେଇକି ମୁଁ ନାହିଁ ଦୟାକରି ତମେ ତମ ବାଟରେ ଚାଲିଯାଅ। ପ୍ରିୟା ନା, ଆରେ ତମେ ତମେ ମତେ କ୍ଷମା କରିଦିଅ ବାବା। ସତରେ ମୁଁ ତୁମ ବିନା ବଞ୍ଚି ପାରିବିନି। ଏ ସୁଷମା, ଆରେ ମୁଁ ସେଦିନ ସମାଜର ଭୟରେ କହି ଦେଇଥିଲି ପ୍ରିୟା, ତମ ସହିତ ମୁଁ ସମ୍ପର୍କ ଭାଙ୍ଗି ଦେଇଥିଲି। ହେଲେ ପୁଣି ଥରେ ମୁଁ ସେଇ ସମ୍ପର୍କକୁ ବାନ୍ଧିବା ପାଇଁ ଚାହୁଁଛି। ତମେ ମତେ କ୍ଷମା କରିବନି ପ୍ରିୟା? ତମେ ସତ କହୁଛ? ମୁଁ ସତ କହୁଛି ପ୍ରିୟା। ତମେ ମତେ ନବା ପାଇଁ ଆସିଛ? ଆରେ ହଁ, ମୁଁ ତୁମକୁ ଘରକୁ ନେବା ପାଇଁ ଆସିଛି। ତମେ ସେ ଭାଙ୍ଗିଯିବା ସମ୍ପର୍କ ଯୋଡ଼ି ଦେବା ପାଇଁ ଆସିଛ? ଆରେ ହଁ ବାବା, ମୁଁ ସେଇ ସମ୍ପର୍କକୁ ଯୋଡ଼ିବା ପାଇଁ ଆସିଛି। ମୁଁ ଶୁଣିଲା ପରା, ଦେଖ ରାଗରେ ସେ ଛାଡ଼ି ଦେଇ ଚାଲ ଆମେ ଆମ ଘରକୁ ଚାଲିଯିବା। ଯିବା ପ୍ରିୟା, ଆସ। ହେଲେ ସତରେ ତମ ରାଜ୍ୟକୁ ମତେ ଫେରାଇ ନବ? ଆରେ ହଁ ପ୍ରିୟା, ସେଦିନ ମୁଁ ତମକୁ ଭୁଲ ବୁଝୁଥିଲି। ମୁଁ ତୁମକୁ ସତରେ ମୋ ଜୀବନରେ ବେଶୀ ଭଲ ପାଏ। ମୁଁ ତୁମ ବିନା ରହିପାରିବିନି ପ୍ରିୟା। ଚାଲ ଯିବା, ଆମେ ଘରକୁ ଚାଲିଯିବା। ଠିକ ଅଛି ସାଥୀ, ତମେ ଯଦି ତମ ଭୁଲ ବୁଝି ସାରିଛ ତାହେଲେ ନିଶ୍ଚୟ ତମ ସାଥିରେ ମୁଁ ଚାଲିଯିବି। ଓ ତାହେଲେ ହଉଛି ପ୍ରଭାସ ବାବୁ, ଯୋଉ ଝିଅଟାକୁ ନିଜ ପ୍ରେମ ଜାଲରେ ଫସାଇ ଛାଡ଼ି ଚାଲି ଯାଇଥିଲା। ହଁ ଭାଇ, ଇଏ ହେଉଛନ୍ତି ସିଏମ ପ୍ରଭାସ। ଏବେ ତାଙ୍କ ଭୁଲକୁ ସେ ସ୍ୱୀକାର କରିଛନ୍ତି, ନିଜେ ଭାବି ପାରିଛନ୍ତି, ଆଉ ମତେ ନେବା ପାଇଁ ଆସିଛନ୍ତି ସିଏ। ଏ ସୁଷମା, ଇଏ କ'ଣ ପ୍ରକୃତରେ ତୁମ ଭାଇ? ମୁଁ ଯାହା କଥା କହୁଥିଲି ସେ ହେଉଛି ମୋ ଭାଇ। ତମେ ସେ ସତ ମତେ କହୁଛ? ଆଶ୍ରୟ ଦେଇଛନ୍ତି, ତାଙ୍କ ଏଇ କୁଡ଼ିଆ ମଧ୍ୟରେ ମତେ ରଖିଛନ୍ତି ନିଜ ଭଉଣୀ ଭାବିକି। ତାମାନେ ତମେ ୟାଙ୍କ ସହିତ ତାଙ୍କ କୁଟିଆରେ ରହୁଛ? ଜଣେ ଅଜଣା ବ୍ୟକ୍ତିଙ୍କ ପାଖରେ ରହି ତମେ ଏଠି ଜୀବନ ଯାପନ କରୁଛ? ହଁ ବାବା, ହଁ। ତମେ ତ ମତେ ଛାଡ଼ି ଦେଇଥିଲ, ଆଉ କ'ଣ ବା କରିଥାନ୍ତି? ଆରେ ବାସ୍ ସୁଷମା ବା, ସେଦିନ କ'ଣ ପଡ଼ିଥିଲା ଯେ ଆଜି ତମେ এই ଅଜଣା ପୁରୁଷଙ୍କ ସହିତ ତମେ ରହୁଛ? ଆରେ ଧନ୍ୟ କହିବ ତମ ଭଳି ନାରୀକୁ। ପ୍ରଭାସ ବାବୁ, ଜଣେ ନାରୀକୁ ଛାଡ଼ି ଚାଲି ଯାଇଥିଲ, ସେ ବେଚାରୀଟା କ'ଣ କରିଥାନ୍ତା ତୁମେ କହ? କ'ଣ କରିଥାନ୍ତା? ସେ ଚାହିଁଥିଲେ ତାଙ୍କ ରାଜ୍ୟକୁ ଯାଇପାରିଥାନ୍ତେ, ହେଲେ ସେ ତମ ପାଖରେ ରହୁଛି, ତମେ ପୁଣି ଘରେ ଏକୁଟିଆ ରହୁଛ। ତା ସହିତ ଇଏ ସୁଷମା ତମ ସହିତ ରହୁଛି, କେମିତି ବିଶ୍ୱାସ କରିବି? ଆରେ ସେଦିନ କଥା ମନେ ପଡ଼ିଗଲା। ଆରେ ହଁ, ଆରେ ସେଦିନ ମୁଁ ତୁମକୁ ଠିକ କହିଥିଲି, ତମେ ଗୋଟେ ନଷ୍ଟ ଚରିତ୍ର ବୋଲି। ନାଇଁ ପ୍ରଭାସ ବାବୁ, ସେଦିନ ତ ମୁଁ ଦେଖିନଥିଲି, ଆଜି ମୁଁ ଦେଖିପାରିଛି ସୁଷମା, ଦେଖିପାରିଛି। ପ୍ରଭାସ ବାବୁ, ପ୍ରକୃତରେ ସେ ମୋ ଭଉଣୀ। ତମ ଭଉଣୀ? କେବେଠୁ ତମ ଭଉଣୀ ହେଇଗଲା ଇଏ? ତମେ ମିଛ କହୁଛ। ନାଇଁ ପ୍ରଭାସ ବାବୁ, ସେ ତମ ଭଉଣୀ ନୁହଁ, ମୁଁ ସେ ତୁମକୁ- ତୁମ ରକ୍ଷିତା। ପ୍ରଭାସ ବାବୁ, ଚୁପ୍ କର, ତମେ ଆଉ ସେପରି କଥା କହିଯାଅନି। ପାପ ହେଇଯିବ, ପାପ। ଆରେ କାହିଁକି ପାପ ହେବ? ଆରେ ମୋ ପୁରା ଦୁଇ ଆଖିରେ ଦେଖୁଛି ତମେ ତାଙ୍କ ସହିତ ରହୁଛ। ମୁଁ କେମିତି ବିଶ୍ୱାସ କରିବି ତୁମେ ପବିତ୍ର ବୋଲି? ହେଲେ ତମେ ଯାହା ଦେଖୁଛ, ତମେ ଏସବୁ ଯାହା ଭାବୁଛ, ସବୁ ମିଛ। ପ୍ରକୃତରେ ସେ ମୋ ବଡ଼ ଭାଇ, ସେ ମତେ ରଖିଛନ୍ତି। ନା ସେ ମତେ କୌଣସି କିଛି ଅଭାବ କରୁନାହାନ୍ତି। ତମେ ମିଛ କହୁଛ ସୁଷମା, ମିଛ କହୁଛ। ଆରେ ସେଦିନ ମୁଁ ତୁମକୁ ଘରୁ ବାହାର କରିଦେଇ ଠିକ କରିଥିଲି, ହେଲେ ମୁଁ କେତେ ଆଶା ନେଇ ତମ ପାଖକୁ ଆସିଥିଲି, ପୁଣି ଥରେ ମୋ ଘରକୁ ନେଇକି ଯିବି ବୋଲି, ଆଉ ସୁଖର ସଂସାର ଗଢ଼ିବି ବୋଲି। ହେଲେ ଆଜି ପୁଣି ଥରେ ଆଜି ମୋ ମନକୁ ଭାଙ୍ଗି ଦେଇଛ ସୁଷମା। ହଁ, ତମେ ଗୋଟେ ନଷ୍ଟ ଚରିତ୍ର, ତମେ ଗୋଟେ କଳଙ୍କିনী, ତମେ ଗୋଟେ ବେଶ୍ୟା। ହଁ, ତୁମ ଭଳି ଝିଅକୁ ଦେଖିବା ପାଇଁ ମତେ ଘୃଣା ଲାଗୁଛି, ଘୃଣା। କେତେ ଦିନ ଏମିତି କଷ୍ଟ ଉପରେ କଷ୍ଟ ଦେଇ ଚାଲୁଛି।
ଆରେ ତମ ହାତ ଧରି ସାରା ଦୁନିଆ ଚାଲିବି ବୋଲେ ମୁଁ ଭାବୁଥିଲି ତମେ ମୋ ମନକୁ ଭଲ ପାଉଛ ବୋଲି ଭଲ ହେଲେ ହେଲେ ତମେ ଗୋଟେ ନିଚ ମଣିଷ ମିଛ ମଣିଷ ନୁହେଁ ତମେ ବି ସେଇଟା ତମେ ମୋ ଭଲ ପାଇବାକୁ ପ୍ରଥରଣ ଦେଇଛ ହଁ ହଁ ଆରେ ତମେ ଭଲ ପାଇବାକୁ ମୋ ଭଲ ପାଇବାକୁ ଚିହ୍ନି ପାରିଲନି ସୁଷମା ସେଥିପାଇଁ ତମେ ଗୋଟିଏ ଅଜଣା ପୁରୁଷ ସହିତ ରହୁଛ ତମେ ଭଲ କଲନି ସୁଷମା ତମକୁ ବିଶ୍ୱାସ କରି ବହୁତ ବଡ଼ ଭୁଲଟା କରି ବସିଛି ଦୟାକରି ସେପରି କହିଯାଅନି ହଁ ମୁଁ ତମେ ମତେ ଏଠୁ ନେଇଯାଅ ବୋଲି ମୁଁ ତମକୁ ବାଧ୍ୟ କରୁନି କ'ଣ କହିଲ କିନ୍ତୁ ମୋ ଚରିତ୍ରରେ ଏମିତି କଲଙ୍କିତ ଭରି ଦିଅନି କଲଙ୍କିତ ଭରି ଦେବିନି ଆରେ ବୋଧୁ ଆଖିରେ ଦେଖିଛି ତମେ ଗୋଟିଏ ଅଜଣା ପୁରୁଷ ସହିତ ରହୁଛ ଆଉ କେମିତି ବିଶ୍ୱାସ କରିବି ମୁଁ ତୁମକୁ ଆରେ କଣ ଦେଖିନେଲ ପ୍ରଭାସ ବାବୁ ମୋ ପରା ତମକୁ ହାତ ଯୋଡ଼ି କହୁଛି ପ୍ରକୃତରେ ସେ ହଉଛି ମୋ ଭଉଣୀର ସମ୍ପର୍କ ଏ ସୁଷମା ତମେ ସତ କହ ସେ ତମର ଭାଇ ଆରେ ହଁ ସେ ମୋ ରକ୍ତର ଭାଇ ନହେଲେ କଣ ହେଲା କିନ୍ତୁ ମୁଁ ଆତ୍ମହତ୍ୟା କରିଥିବା ସମୟରେ ସେ ମତେ ଉଦ୍ଧାର କଲେ ସେ ମତେ ତାଙ୍କ କୁଡ଼ିଆରେ ଆଶ୍ରୟ ଦେଲେ ହେଲେ ତମ ଏ ଭାବନାଟା ଏତେ ବଡ଼ ଗଭୀରତା ହବ ବୋଲି ମୁଁ କେବେ ଭାବିନଥିଲି ଭଲ ଥିଲା ସେଇଥିରେ ମୁଁ ଆତ୍ମହତ୍ୟା କରିଥାନ୍ତି ହେଲେ ତମେ ମୋ ଜୀବନ ବଞ୍ଚେଇ ମୋ କଥାରେ ସିନ୍ଦୁର ଦେଲ ପୁଣି ନବା ପାଇଁ ମୋତେ ଆସିଥିଲ ପରା ଆଉ ଏତେ ବଡ଼ ଯନ୍ତ୍ରଣା ଦେଇ ଅଛ କାହିଁକି କ'ଣ କହିଲ ଆରେ ତମକୁ ଯେତେ ଯନ୍ତ୍ରଣା ଦେଲେ ମଧ୍ୟ କମ୍ ପଡ଼ି ଯାଉଛି ତମେ ମୋ ଭଲ ପାଇବାକୁ ବିଶ୍ୱାସ କରିପାରିଲନି ତମେ ମୋ ଭଲ ପାଇବାକୁ ଚିହ୍ନି ପାରିଲନି ସୁଷମା ସତରେ ତମେ ଗୋଟେ ନଷ୍ଟ ଚରିତ୍ର ଆରେ ହଁ ହଁ ନଷ୍ଟ ଚରିତ୍ର କଣ କରି ଯାଉଛ ଅପା ଆରେ ତୁ ଏଇଠି ଅଛ ଅପା ପ୍ରତିଭା ଅପା ଏ ମୋ ଭଉଣୀ ତୁ ଏତେ ବର୍ଷ ତୁ କୋଉଠି ଥିଲୁ ଭଉଣୀ ତୁ କେମିତି ଅଛୁ ଧନ ସେ କଥା ତୁ ପଚାର ତୁ କୁଆଡ଼େ ଚାଲି ଯାଇଛୁ ଆରେ ଆମେ ତ ସାଙ୍ଗସାଥି ମେଳକୁ ନିଜ ହାତ ଧରିଥିଲୁ ହେଲେ ତୁ କୁଆଡ଼େ ଚାଲି ଯାଇଛୁ ତୁ ଜାଣିଛୁ ତତେ ଖୋଜିବା ପାଇଁ ନା ମୋ ବାପା ହଉନି କେତେ କୁଆଡ଼େ ଲୋକ ଖୋଜିଛୁ ବାପା କୋଉଠି ଅଛନ୍ତି ଆଉ ବାପା କେମିତି ଅଛନ୍ତି ଭଉଣୀ ବାପାଙ୍କ କଥା ପଚାର ଆରେ ତମ ଭଉଣୀକୁ ତମେ ଜମା ଚିହ୍ନିନ କଣ ଆଉ କରିବି ଭଉଣୀ ମୋ ଭାଗ୍ୟ ମୋତେ ଯୋଉଠାରେ ଛାଡ଼ିଦେଲା ମୁଁ କୋଉ କୋଳାର ମଧ୍ୟ ହେଇପାରିନି ଏଇ ଦିନ ତୁମେ ମାନେ ଘରେ ଚାଲିଗଲା ବୋଲି ମୁଁ ଏକୁଟିଆ ହେଇଯାଇଥିଲି ଏକୁଟିଆରେ ମୁଁ କେମିତି ମୋ ଜୀବନକୁ ବଞ୍ଚେଇ ଆସିଛି ମୋ ଜୀବନରେ କଣ କରିଛି କେମିତି କହିପାରିବି ବାବୁ ଜଣକ ଅଛନ୍ତି ଭଲ ମଣିଷ ଏ ବାବୁ ମୋତେ ଆଶ୍ରୟ ଦେଇଛନ୍ତି ତାଙ୍କ ଏକୁଟିଆ ମଧ୍ୟରେ ଆରେ ତମ ଭଉଣୀ ଯାହା କହୁଛନ୍ତି ସବୁ ମିଛ କହୁଛନ୍ତି ଜଣେ ରାଜଘରର ଝିଅ ହେଇ ଜଣେ ସାଧାରଣ ଲୋକଙ୍କ ଘରେ ରହୁଛି ସେ ଏକୁଟିଆ ରହିଥିବା ଅପେକ୍ଷା ତାଙ୍କ ସହିତ ରହୁଛନ୍ତି ବାପା ମୁଁ ଏ କଣ କରୁଛି ଯାହା କହୁଛନ୍ତି ସବୁ କଣ ସତ ନା ପ୍ରତିଭା ନା ସବୁ ଯାହା କହୁଛନ୍ତି ସବୁ ମିଛ ହେଲେ ବାବୁ କାହିଁକି ଏମିତି ଆସୁଛନ୍ତି
ଏ ବାବୁ କାହିଁକି କିଛି କହୁନାହାନ୍ତି? ତମ ସବୁ ଗତି କଥାରେ ବୁଝେଇଦେବି। ଆଉ କଣ ବୁଝେ? ହେଲେ ଏ ମଣିଷ ସହିତ ତୁ ଏତେ ଆଉ କଣ ତୋ କଥା ଶୁଣିବି? ଆରେ ଯାହା ମୁଁ ଦେଖୁଛି ନା, ସେ ବାବୁ ନିଶ୍ଚୟ କଥା କହୁଛି। ସେ ଆପା ଆଜି ସତେ ନା ବାପା ଶୁଣା ମାରି ଏ ଭଉଣୀ ଶେଷରେ ମୋ ଭଉଣୀ ଯାଇଛନ୍ତି। ମୁଁ ଆଉ ମୋ ବାପା କେତେ କୁଆଡ଼େ ଖୋଜିବି? ତୁ ଆସିଲି এই বাবুকে সইতে পারলো এবার এটা যা বাবু তুমি সম্পূর্ণ ভুল। তুই আসে তো তোমারে কেন তুই তোমার সাথে পড়ে তুই তোমাদের পিলাকে কিভাবে চালিয়েছ উপরে ভুল কাজ করি পারে এମିତି ପରିସ୍ଥିତି ଆସିଲା ବୋଲି ସିନା ମୁଁ ଆଜି ଏଇଠି ଠିଆ ହେଇଛି। ତୁ ଯାହା ଭାବୁଛୁ ଏସବୁ କିଛି ନୁହଁ। ଏଇ ବାବୁ ଜଣକ ଭଲ ମଣିଷଟିଏ, ଭଲ ମଣିଷ। ତୁ ତାଙ୍କ ବିଷୟରେ ଯଦି ତୁ ଯଦି ଚାହିଁଥାନ୍ତୁ ନା ସେ ବାବୁକୁ ଧରି ଆମେ ଘରକୁ ଆସିପାରିଥାନ୍ତୁ। ହେଲେ ତୁ ଏମିତି କଣ କଲୁ? ଗୋଟିଏ ବାବୁକୁ ସହିତ ତୋର ଏଠି ବାପାଙ୍କ କଥା ତ ମନେ ପଡ଼େ ନା। কথা ହେବିନି ମୁଁ ଚାଲି ଯାଉ। ଏ ପ୍ରତିଭା ତୁ ମତେ ତୋ ମନ କଥା ବୁଝି ପାରିଲୁନି। ମୁଁ ପରା ତ ବଡ଼ ପଡ଼େ ଏ ମଣିଷ ମାନେ ସିନା ମୋ କଥା କିଛି ବୁଝି ନପାରି ମତେ ଆଜି ଠିଆ କରିଦେଲେ। ତୁ ପରା ମୋ ଜୀବନ ଥିଲୁ, ଜୀବନ ହିଁ ଅଛୁ। ଶେଷରେ ଆଜି ମୁଁ ଏଇଠି ଠିଆ ହେଇଛି। ସେ କଥା ତୁ ଏଇଠି ବହୁତ ସମୟ ନାହିଁ ମତେ ଅନ୍ୟ କିଛି ଆଉ କଣ ଦେଖିବି? ଆରେ ଯାହା ତୁ ଆଖି ଦେଖିଛୁ ତାହା अरे तो मैं ठीक नहीं भाग जा सब ये ससुर ନା ଆଉ ମୋ ବାପା ତୋ ପାଇଁ ମରି ଯାଇଛି। ତୋ ମୁହଁ ନା ଆଉ କେବେ ଆମକୁ ଦେଖେଇନି। अरे प्रतिभा ଏଠି ଆଉ ବିଳମ୍ବ କରିବାନି, ଆମେ ଚାଲିଯିବା। ଏମିତି ନଷ୍ଟ ଚରିତ୍ର ପାଖରେ ଥିଲେ ଭଲ ହେବନି। ଚାଲ ଯିବା। ଏଇଟା ଗୋଟେ କଲକିରି, ଏଇଟା ଗୋଟେ ବେଶ୍ୟା। ଆରେ ହଁ ହଁ ଯିବା ଚାଲ। କାହିଁକି ମୋ ଜୀବନରେ ଏ ବାର ପାଇଁ କଷ୍ଟ ଦେଉଛ? ମୋ ନିଜ ଭଉଣୀ ମୋ ରକ୍ତର ଭଉଣୀ ମଧ୍ୟ ଆଜି ଭୁଲ ବୁଝିଲା। ଆଜି ସତରେ ମୁଁ କୋଳରେ ହେଇପାରିଲି।